ଜାଗର ଅମାବାସ୍ୟାଟି କେବେଠାରୁ ଏବଂ କାହିଁକି ପାଳନ କରାଯାଏ? এই ଜାଗର ଅମାବାସ୍ୟା ପାଳନ କଲେ କେଉଁ କେଉଁ ପୁଣ୍ୟ ମିଳିଥାଏ? ଏହି ପ୍ରଥା କେବେଠାରୁ ଆମ ଭାରତବର୍ଷରେ ପ୍ରଚଳିତ ହୋଇଯାଇଛି? ଦର୍ଶକ ବନ୍ଧୁ, ମୁଁ ପବିତ୍ର ସ୍ୱାଗତ କରୁଛି ଆଜିର ଏକ ନୂଆ ଅଧ୍ୟାୟକୁ। ଦର୍ଶକ ବନ୍ଧୁ, ଆଜି ଆମେ ଜାଣିବା ଏହି ଜାଗର ପବିତ୍ର ଜାଗର ଅମାବାସ୍ୟା ବା ଶିବରାତ୍ରରେ କେବେଠାରୁ ଏହି ଶିବରାତ୍ର ପ୍ରଥା ଚାଲି ଆସୁଛି। ପ୍ରଥମେ ଏହି ଶିବରାତ୍ର ଜାଗର କିଏ ଜାଣିଥିଲେ? ପ୍ରଥମେ କାହିଁକି ଏ ଜାଗର ଜଳାଯାଏ? ତ ଏହାର ଆଜି ଆମେ ସତ୍ୟ ଜାଣିବା। ଦର୍ଶକ ବନ୍ଧୁ, ଭିଡ଼ିଓଟି ଯଦି ଭଲ ଲାଗେ ଭିଡ଼ିଓ ଗୁଡ଼ା ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ ଏବଂ ଭିଡ଼ିଓକୁ ଆରମ୍ଭରୁ ଶେଷ ଯାଏ ଦେଖିବେ। ଦର୍ଶକ ବନ୍ଧୁ, ଆପଣମାନେ ସମସ୍ତେ ଜାଣିଥିବେ ସତ୍ୟ ଯୁଗରେ ସମୁଦ୍ର ମନ୍ଥନ ହୋଇଥିଲା, ଯାହାକି ଦେବତା ଏବଂ ଦାନବମାନେ ଦୁଇ ଜଣ ମିଶି ହିଁ ଏ ସମୁଦ୍ରକୁ ମନ୍ଥନ କରିଥିଲେ। ଏହାକୁ ମେରୁ ପର୍ବତକୁ ଏକ ଖୁଣ୍ଟ ଭାବରେ ରଖି ମେରି କରି ବାସୁକୀ ନାଗଙ୍କ ସାହାଯ୍ୟରେ ସମୁଦ୍ରକୁ ମନ୍ଥନ କରାଯାଇଥିଲା। କିନ୍ତୁ ସେ ସମୁଦ୍ରରୁ ଅନେକ ସୁନା ରତ୍ନ ଏବଂ ଲକ୍ଷ୍ମୀ ଅନେକ ଅପ୍ସରା ମଧ୍ୟ ସେହି ବାହାରିଥିଲେ ସେହି ସମୁଦ୍ର ଭିତରୁ। କିନ୍ତୁ ଅମୃତ ବାହାରିବା ପୂର୍ବରୁ ହଳାହଳ ବିଷ ବାହାରିଥିଲା, ଯେ କି ସମସ୍ତ ଲୋକ ଏହି ଭଲ ଜିନିଷକୁ ଆପଣେଇ ନେଇଥିଲେ। କିନ୍ତୁ ଯେତେବେଳେ ହଳାହଳ ବିଷ ବାହାରିଥିଲା, କେହି ତାକୁ ଗ୍ରହଣ କରିବା ପାଇଁ ରାଜି ନଥିଲେ, କେହି ଗ୍ରହଣ କଲେ ନାହିଁ। ତେଣୁ ଏ ଜଗତର କଲ୍ୟାଣ ନିମନ୍ତେ, ଜଗତର ହିତ ନିମନ୍ତେ ଭଗବାନ ଶଙ୍କର ସେ ହଳାହଳ ବିଷକୁ ପାନ କରିଥିଲେ ଏବଂ ସେହି ପାନ କରିବା ଫଳରେ ଭଗବାନ ଶିବ ଚେତାଶୂନ୍ୟ ହୋଇଯାଇଥିଲେ। ସେ ଚେତାଶୂନ୍ୟ ହୋଇ ପଡ଼ିଯାଇଥିଲେ। ତ ତାଙ୍କୁ ଜାଗରର 8 ପ୍ରହର ନେଇ ଚିତା କରାଯାଇଥିଲା। ପ୍ରଥମେ ତାଙ୍କ ଉପରେ କ୍ଷୀର ଅଭିଷେକ କରାଯାଇଥିଲା, ତଥାପି ମଧ୍ୟ ଚେତା ଭଗବାନ ଶଙ୍କର ଆସିନଥିଲେ। ତାପରେ ତାଙ୍କ ଶରୀରରେ, ତାଙ୍କ କଣ୍ଠରେ ସାପକୁ ଆଣିକି ଦିଆଯାଇଥିଲା। ଯେହେତୁ ସାପ ଥଣ୍ଡା ତା ପେଟଟି, ତେଣୁ ଗୋଳାରେ ଦେଲେ ଆଉ ବିଷଟି ତଳକୁ ଖସିବ ନାହିଁ। ତେଣୁ ସେଥିପାଇଁ ମଧ୍ୟ ତାଙ୍କ ବେକରେ ସାପ ଏବଂ ମୁଣ୍ଡ ଯେ ଥଣ୍ଡା ହେଲେ ବିଷଟି ଆଉ ଖସିବ ନାହିଁ ବୋଲି ଦିଆଯାଇଥିଲା। ଚନ୍ଦ୍ରଦେବଙ୍କୁ ଆଣିକି ସେଠାରେ ସ୍ଥାପନ କରାଯାଇଥିଲା। କିନ୍ତୁ ତଥାପି ମଧ୍ୟ ଭଗବାନ ଶଙ୍କରଙ୍କର ଚେତା ଆସିନଥିଲା। ସମସ୍ତ ଦେବତା ମାନେ ମଧ୍ୟ, ଦେବତା ଦାନବ ସମସ୍ତେ ସମୁଦ୍ର ମନ୍ଥନ ଛାଡ଼ି ଆସି ଭଗବାନ ଶଙ୍କରଙ୍କ ପାଦ ପାଖରେ ବସିଥାନ୍ତି। ତ ଏମିତି ପହର ପରେ ପହର ବିତି ଚାଲିଥାଏ। ଶେଷରେ ତାଙ୍କ ମୁଣ୍ଡ ପାଖରେ ଏକ ଅଖଣ୍ଡ ଦୀପ ରଖାଗଲା, ଯେ କି ମନାଗଲା ଯେ ଏହି ଅଖଣ୍ଡ ଦୀପ ଭଗବାନଙ୍କ ନାମରେ ଜାଳିଲେ ଭଗବାନ ଶଙ୍କର ଜୀବିତ ରହିବେ। ତ ତଥାପି ମଧ୍ୟ ଭଗବାନ ଶଙ୍କରଙ୍କର ଚେତା ଆସିନଥିଲା। ତ ସମସ୍ତ ଦେବତାମାନେ ଆଶା ଛାଡ଼ି ଦେଇଥିଲେ। ଶେଷରେ ଭଗବାନ ନାରାୟଣ ଆସି ଶିବଙ୍କର କାନରେ ରାମ ନାମ, ଏହି ମନ୍ତ୍ର ମହାମୃତ୍ୟୁଞ୍ଜୟ ମନ୍ତ୍ର 3 ଥର ଉଚ୍ଚାରଣ କରିବା ପରେ ଭଗବାନ ଶଙ୍କର ଚେତା ପାଇ ଉଠିଲେ। ତ ସେହି ଦିନଠାରୁ ଏ ଜାଗର ପ୍ରଥା ଚାଲି ଆସିଛି। ତ ଦର୍ଶକ ବନ୍ଧୁ, এই ଜାଗର କଲେ
କୁହାଯାଏ ଯେ ଶିବଲୋକ ପ୍ରାପ୍ତି ହୁଏ। ଭଗବାନ ଶଙ୍କର କୁହନ୍ତି, ମୋର ଦୀର୍ଘ କାମନା ପାଇଁ ଯେଉଁ ଲୋକ ଯେଉଁ ବ୍ୟକ୍ତି ମୋର ଏହି ଜାଗର ଅମାବାସ୍ୟାଟିକୁ ଅତି ନିଷ୍ଠାର ସହିତ ପାଳନ କରିବ, ତାର କେବେ ମୁଁ ଅନିଷ୍ଟ କରିବା ପାଇଁ ଦେବି ନାହିଁ। ସେ ସଦାସର୍ବଦା ଭଲ ରହିବ ଏବଂ ତାକୁ ଶିବଗତି ବା ସଦ୍ଗତି ପ୍ରାପ୍ତ ହେବ। ଆପଣଙ୍କୁ ଏ ଶିବ ରହସ୍ୟର ଏକ ମହିମା କହୁଛି। ଗୋଟିଏ ଶବର ଥିଲା। ସେ ପ୍ରତ୍ୟେକ ଦିନ ଜଙ୍ଗଲକୁ ଯାଇ ପଶୁପକ୍ଷୀ ଧରି ଆଣି ବଜାରରେ ବିକ୍ରି କରି ଚଳେ। ଦିନେ ପରେ କଥା, ସେ ଯାଇଥିଲା ଯେଉଁ ଜଙ୍ଗଲକୁ, ସେଦିନ କିଛି ମିଳିଲା ନାହିଁ ତାକୁ, କୌଣସି ପଶୁପକ୍ଷୀ ମିଳିଲା ନାହିଁ। ତେଣୁ ସେ ଖୋଜି ଖୋଜି ଘୋର ଅରଣ୍ୟ ଭିତରକୁ ପଶିଗଲା। ସେ ଫେରିଲା ବେଳେ ରାତି ହେଇଗଲା। ସେ ତା ମନରେ ଭୟ ଆସିଲା। ସେ କହିଲା କ'ଣ କରିବି? ତ ଦେଖିଲା ଯେତେବେଳେ ଏକ ମହାବଳ ବାଘ ତାକୁ ଆଟାକ୍ କଲା, ତ ସେ ଜୀବନ ବିକଳରେ ଦୌଡ଼ି ଯାଇ ଏକ ବୃକ୍ଷ ଉପରେ ଚଢ଼ିଗଲା। ତ ଯେତେବେଳେ ସେହି ବୃକ୍ଷଟି ଥିଲା ବେଲ ବୃକ୍ଷ, ସେହି ବୃକ୍ଷ ଉପରେ ଶବରଟି ଚଢ଼ିଗଲା। ବାଘଟି ମଧ୍ୟ ଆସି ସେ ବେଲଗଛ ପାଖରେ ରହିଲା। ସେ ଟୋଟାଲ କୁଆଡ଼େ ଗଲା ନାହିଁ। ତ ଯୁଗକୁ ସେହିଦିନ ଥିଲା ଜାଗର ଅମାବାସ୍ୟା ବା ଶିବରାତ୍ର। ସେହି ବୃକ୍ଷ ମୂଳରେ ଭଗବାନ ଶିବଙ୍କର ଏକ ଲିଙ୍ଗ ଥିଲା, ଯାହାକି ତାକୁ ମଧ୍ୟ ଲୋକମାନେ ପୂଜା କରୁଥିଲେ। ତ ବାଘଟି ଯେତେବେଳେ ସେଇ ବେଲବୃକ୍ଷ ଛାଡ଼ି କୁଆଡ଼େ ନଗଲା, ସେ ଶବର ବାଧ୍ୟ ହୋଇ ସେ ଯେଉଁ ଗଛର ଫଳ ଏବଂ ପତ୍ରକୁ ଭାଙ୍ଗି ବାଘ ଉପରକୁ ଫୋପାଡ଼ିଲା। ଯେତେବେଳେ ବାଘ ଉପରକୁ ଫୋପାଡ଼ିଲା, ସେସବୁ ଭଗବାନ ଶଙ୍କରଙ୍କ ଶିବଲିଙ୍ଗ ଉପରେ ଅଭିଷେକ ହେଲା। ଅଭିଷେକ ହେଲା ପରେ ଯେତେବେଳେ ପଡ଼ିଲା, ବାଘଟି କିଛି ସମୟ ପାଇଁ ସେ ସ୍ଥାନ ଛାଡ଼ି ଦୂରକୁ ଘୁଞ୍ଚି ଯାଇ ଲୁଚି ରହିଲା। ତ ଶବରଟି ଭାବିଲା, ଯେତେବେଳେ ସକାଳ ହେଲା, ଶବରଟି ଭାବିଲା ନାଇଁ ବାଘ ପଳେଇଲାଣି। ସେ ତା ଘରକୁ ଯିବା ପାଇଁ ବାହାରି ଆସିଲା। ଯେତେବେଳେ ଓହ୍ଲି ଆସିଲା, ବାଘଟି ତାକୁ ଆଟାକ୍ କରି ସେଇଠାରୁ କିଛି ଦୂରରେ ତାକୁ ମାରିଦେଲା। ତ ଯେତେବେଳେ ଯମଦୂତମାନେ ଆସିଲେ ତାକୁ ନେବା ପାଇଁ ଏବଂ ଶିବଦୂତମାନେ ମଧ୍ୟ ଆସିଲେ ନେବା ପାଇଁ, ଶିବଦୂତମାନେ ଯମଦୂତମାନଙ୍କୁ ଅତି କଟୁ କଥା କହି ତାଙ୍କ ମଧ୍ୟରେ ଝଗଡ଼ା ହେଲା ଏବଂ ଯମଦୂତମାନେ ଫେରି ପଳେଇଲେ ଯମଙ୍କ ପାଖକୁ। କହିଲେ, ପ୍ରଭୁ, ଆମେ ଯାଇଥିଲୁ ଯେଉଁ ଶବରକୁ ଆଣିବା ପାଇଁ, ପାପିଷ୍ଟ ଶବରକୁ, ତାକୁ ଶିବଦୂତମାନେ ନେଇଗଲେ। ଯେତେବେଳେ ଯମରାଜ ବ୍ରହ୍ମା ଏବଂ ଶିବଙ୍କ ନିକଟକୁ ଗଲେ, ସେତେବେଳେ ଶିବ କହିଲେ, ସେ ଶବରର ଆଉ ପାପ କିଛି ନାହିଁ, ତାର ସମସ୍ତ ପାପ ମୁଁ ଧୋଇ ଦେଇଛି। କାରଣ ଶବର ଗୋଟିଏ ପାପୀ ଥିଲା ସତ କଥା, କିନ୍ତୁ ସେ ଗୋଟିଏ ରାତିରେ ହିଁ ସମସ୍ତ ପାପ ଧୋଇ ଦେଇ ସେ ପୁଣ୍ୟ ଅର୍ଜନ କରିଛି। ଶବର ଶିବରାତ୍ର କରିଛି, ଉଜାଗର ରହିଛି। ପ୍ରଥମତଃ ଶବରଟି ଦିନସାରା କିଛି ଖାଇନାହିଁ। ଦ୍ୱିତୀୟରେ ସେ ଯେଉଁ ବୃକ୍ଷ ଉପରେ ଚଢ଼ିଥିଲା, ସେ ବୃକ୍ଷଟି ହେଲା ବେଲବୃକ୍ଷ। ତା ତଳେ ମଧ୍ୟ ଶିବଲିଙ୍ଗ ଥିଲା। ସେ ଉଜାଗର ରହି ରାତ୍ରି ସାରା ସେ ଯେଉଁ ଫୁଲ ବା ଫଳ ଅଜାଣତରେ ସେ ଫୋପାଡ଼ୁଥିଲା ବାଘ ଉପରକୁ, ତା ଶିବଲିଙ୍ଗ ଉପରେ ପଡ଼ୁଥିଲା। ତେଣୁ ସେ ଉଜାଗର ରହି ଭଗବାନ ଶିବଙ୍କର ପୂଜା କରି ତାର ସମସ୍ତ ପାପକୁ ସେ ଧୋଇ ଦେଇଛି। ତେଣୁ ସେ ଶିବ ଲୋକ ପ୍ରାପ୍ତି ହେବ। ତେଣୁ ଏହି କଥା ଯେତେବେଳେ କହିଲା, ଭଗବାନ ଶଙ୍କରଙ୍କର ସମସ୍ତ ଦେବତାମାନେ ଏବଂ ଯମରାଜ ଜୟ ଜୟ କରି ତାଙ୍କ ପାଖରୁ ବିଦାୟ ନେଇ ଆସିଲେ। ତ ଦର୍ଶକ ବନ୍ଧୁ, ଭଗବାନ ଶିବଙ୍କର ମହିମା କହିଲେ ଏମିତି ଅନେକ ଅଛି। ତେଣୁ ଏ ଆସନ୍ତା ଜାଗରରେ 14 ତାରିଖ ଯେଉଁ ଜାଗର ଅଛି, ଜାଗର ଅମାବାସ୍ୟା, ତେଣୁ ଯଦି ଆପଣମାନେ ସଦ୍ଗତି ପାଇବା ପାଇଁ ଚାହୁଁଛନ୍ତି ବା ଆପଣଙ୍କର ସଠିକ୍ ମନସ୍କାମନା ପୂରଣ କରିବା ପାଇଁ ଚାହୁଁଛନ୍ତି, ଏହିଭଳି ନିଷ୍ଠାର ଭକ୍ତିର ସହିତ ଭଗବାନ ଶଙ୍କରଙ୍କ ପାଦ ପଦ୍ମରେ ଯଦି ଆପଣମାନେ ନିଜକୁ ଅର୍ପଣ କରିଦେବେ, ନିଶ୍ଚୟ ଆପଣଙ୍କର କାମ ଭଲ ହେବ ଏବଂ ଆପଣଙ୍କ ମନସ୍କାମନା ନିଶ୍ଚୟ ପୂରଣ ହେବ। ତ ଦର୍ଶକ ବନ୍ଧୁ,
ଭିଡ଼ିଓଟି କେମିତି ଲାଗିଲା ନିଶ୍ଚୟ କମେଣ୍ଟ ମାଧ୍ୟମରେ ଜଣେଇବେ। ଭିଡ଼ିଓକୁ ଗୋଟେ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ହର ହର ମହାଦେବ।